आज आम करवा मटर पनीर जहाँ केवल ग्रीन मटर और पनीर के नहीं था। पिलाटे बुढ़ा समस्त खाया भल पाई था। बहुत भल लगी था रुटी भात सब रुचि थाए। आसतु डेली रेसिपी स्टार्ट करिए। भल लगे गोटे लाइक कमेंट सब्सक्राइब करेंगे। फेसबुक पेज देखुले फॉलो करदे। यूट्यूब देखुले आप सब्सक्राइब करदे। ताले डेली रेसिपी स्टार्ट करदे। कौन केमती वीडियो भल लगे आशा करुच्ची। नमस्कार जय जगन्नाथ जय महाराज मानस सहित चिरोसी मानसी प्रथम आम कौन करवा रेसिपी मसला प्रस्तुत करा। देखते बड़ टमाटर नहीं दुटा रसुण आ छोट खंडे अदा बास एतिक बाटियार आमको अच्छी। रेसिपी स्टार्ट करिया। गोटे प्यान बसई दबा से तेल देकी पनीर की भाजी दबा। एठी मु कही रखुची पनीर टा जेहेतु आम घरुआ पनीर टा आउ कणा जेहेतु थिला बहुत बढ़िया पनीर थिला किंतु बहुत कणा जेहेतु थिला मुझे भाजू भाजू से फिटी गला। आपण पनीर भी भाजी पाइले हम न भाजिले भी सेमती कंचा भाजले भी होता। मुझे पनीर टा भाजी कहीं मो झील कहला पनीर टा भाजिकी मटर पनीर कर। आप जानते छोट छुआ देखिए मोबाइल देखने के सब जानते ता कहवा अनुसार भाजी जहाद्वारा मत टे भाजला बेलू पिटिया भाया आपको हल्का भाव में भजाटा देखी प्लीज मत भूल बुझे क्षमा करदे। आउ देखो पनीरटा माप भी आप देखिए जापे इटा घर पनीर आसला एक्चुअली आम घर आसला तेणुक मत काटिया फिसला ना कहीं पनीर टा मुझे खाली धरला कलिया पनीर टा था छेना भाया होता पूरा तो मैंने छेना टाण जेहतु ना भल पनीर टा नाला कि छोट छुआ खाइब से करी रेसिपी कर। आपण भावुँ भल लगे देखापी देखते। अब देखते भाजला बेलू फिटी गला मुझे हल्के गैस को मोबाइल टाक अफ करदे मुझे भाजी देती हल्का भाजी मात्र। ଏବେ ତ ମୋର ଦେଖନ୍ତୁ ରେଡି ହେଇଗଲା। ଦେଖନ୍ତୁ କେତେ ସାରା ଛିଞ୍ଚ ତଳେ ଅଣ୍ଡା ଯେମିତି ଛେନା ଟା ଭର୍ତ୍ତା କରନ୍ତି ନା ସେମିତି ପୁରା ଟାଇପ ର ହେଇଗଲାଣି। ତଥାପି ମୁଁ ଏମିତି କରିକି ତା ପାଇଁ କରିଛି। ଦେଖନ୍ତୁ ସେଇଥିରେ ତେଲ ପକେଇ ଦେଇଥିଲି ଯେତିକି ତେଲ ବଳିଥିଲା ତାପରେ ଜିରା ଟିକେ ଫୁଟେଇଦେଲି। ଦେଖନ୍ତୁ ପୁରା ମସଲା ଟିକେ କମ ପୁରା ଅଳ୍ପ ମସଲା କରିବା। ଏବେ ଦେଖନ୍ତୁ ଏଠି ମୁଁ ବଡ ବଡ ପିଆଜ ଦୁଇଟା ହିଁ ନେଇଛି। ମୁଁ ପିଆଜ ଟିକେ ଅଧିକ ରଖିଛି କାହିଁକି ମତେ ପିଆଜ ଟିକେ ବେଶୀ ଭଲ ଲାଗେ ତେଣୁକରି ମୁଁ ଟିକେ ବଡ ବଡ ପିଆଜ ଦିଟା ନେଇଛି। ତାପରେ ଛୋଟ ଛୋଟ କାଟି ଦେଇଛି। ଦେଖନ୍ତୁ ପିଆଜ ପୁରା ଭଜା ଏବେ ହେଇଗଲାଣି। ଆଉ ମସଲା ମୁଁ ଦେଖେଇଲି କେବଳ ଅଦା ରସୁଣ ମାନେ ରସୁଣ ବି ଗୋଟେ କୁଲା ମାତ୍ର ମାନେ ଗୋଟେ ରସୁଣ ଆଉ ଛୋଟ ଖଣ୍ଡେ ଅଦା ଆଉ ଟମାଟୋ ହିଁ ଗୋଟେ ବାସ୍ ଏତିକି ମସଲା କେବଳ ପିଆଜ ପୁରା ହାଲକା ଫୁଲକା କରିଛି। ଛୋଟ ଛୁଆ ଖାଇବାରେ କିଛି ରାଗ ବି ନାହିଁ ମୁଁ ସେମିତି ଆକାରରେ କରିଛି। ଏବେ ଦେଖନ୍ତୁ ଭାଜି ହେଇଗଲାଣି। ଭାଜି ହେଇଗଲା ପରେ ଏଠି ଆମେ ଆଡ କରିଦବା ଆମେ ଏଇ ଯୋଉ ବାଟିଥିଲେ ମସଲା ମାନେ ଯେମିତି ଅଦା ରସୁଣ ଆଉ ଟମାଟୋ ସେ ପେଷ୍ଟ କୁ ବି ଦେଇଦେଲେ। ଏଇଥିର ଗ୍ରେଭି ଟା ପେଷ୍ଟ ଆଣିଥାଏ ବହୁତ ଭଲ ଲାଗିଥାଏ ଥରେ କରନ୍ତୁ ଏ ପ୍ରୋସେସ ରେ। ଆଉ କିନ୍ତୁ ପନିର ଟା ଆପଣ ଟିକେ ହାର୍ଡ ପନିର ଆଣିବେ। ଆଉ ଦେଖନ୍ତୁ ଏଠି ମସଲା ଆକାରରେ ହଳଦୀ ଗୁଣ୍ଡ କଲର ଲଙ୍କା ଧଣିଆ ଗୁଣ୍ଡ ପଛରେ ଟିକେ ଜିରା ଗୁଣ୍ଡ ପକେଇବି। ଆଉ ଏଇ ସବୁ ଟିକେ ମସଲା ଦେଖନ୍ତୁ ନେଇଛି ଆଉ କିଛି ହିଁ ମସଲା ନେଇନି। ଏବେ ଏହାକୁ କଣ ଧୋଇ ଦେଇକି ସେଥିରେ ପାଣି ଟା ଆମେ ଦେଇଦବା। ଦେଖନ୍ତୁ ପୁରା ମସଲା କେତେ କମ ମୁଁ ଲଙ୍କା ଠି ଆଡ କରିନି କାହିଁକି ନା ଯେହେତୁ ଛୋଟ ଛୁଆ ଖାଇବ ସେଥିପାଇଁ ମୁଁ ଲଙ୍କା ବିଲକୁଲ ହିଁ କରେନି। ଏଇ କେବଳ କଲର ଲଙ୍କା ଟା ପକେଇଛି। ଆଉ ମୁଁ ସେଥିପାଇଁ ଟିକେ କଞ୍ଚା ଲଙ୍କା ଦିଟା ତିନିଟା ଛାଡିଥାଏ ଯେହେତୁ ଛୋଟ ଛୁଆ ସେ ଖାଇ ପାରୁନି କିଛି ନା ତେଣୁକରି ମୁଁ ତା କରିବାକୁ ପଡିବ ଯେହେତୁ ଆମର ଛୁଆ ଅଛନ୍ତି ଆମେ ତାଙ୍କୁ ନେଇନା କରିବା ସବୁ ଜିନିଷ। ଏବେ ଦେଖନ୍ତୁ ମସଲା ଟା ପୁରା ଭଲ କଷି ହେଇଗଲାଣି। ଆଉ ମସଲା ବି ଆସ୍ତେ ଆସ୍ତେ ସବୁ ତେଲ ବି ଛାଡିବା ଆରମ୍ଭ ହେଇଗଲାଣି। ଏଠି ଦେଖନ୍ତୁ ଟିକେ ଲୁଣ ପକେଇଦେଲି ସ୍ୱାଦ ଅନୁସାରେ ପୁରା ଅଳ୍ପ ଲୁଣ ନେଇଛି କାହିଁକି ନା ମତେ ଏଠି ବେଶୀ ପାଣି ରଖିବାର ନାହିଁ କେବଳ ଗ୍ରେଭି ଟା ରଖିବା ଦରକାର। ସେଥିପାଇଁ ଯେତିକି ମସଲା ଅଳ୍ପ ଟିକେ ପାଣି ଦେଇକି ମୁଁ ଗ୍ରେଭି କରିବି। ଆଉ ମୁଁ 250 ଗ୍ରାମ ପାଖାପାଖି ମଟର ମଞ୍ଜି ମାନେ ଗୋଟେ ନାଇଁ ମଟର ପାଇ ପଡିଛି ମୁଁ ସେତିକି ହିଁ ମଟରକୁ ନେଇଛି। ଗ୍ରୀନ ମଟର ଦେଖନ୍ତୁ ଏତିକି ମଟର ମୁଁ ଛଡେଇକି ନେଇଯାଇଥିଲି। ଆଉ ଏବେ ଦେଖନ୍ତୁ ମଟରକୁ ଟିକେ ସିଝେଇଦବା କାହିଁକି ନା ମଟର ଟା ଟିକେ ଜଲଦି ସିଝିବା ପାଇଁ ସମୟ ଲାଗିବ। ଆଉ ପନିର ସାଙ୍ଗେ ବି ଛାଡିଦବା କଥା କିନ୍ତୁ ଯେହେତୁ ପନିର ଟା ମୋର ଫିଟି ଯାଇଛି ଏବେ ଦେଇଦେଲେ ସମ୍ପୂର୍ଣ୍ଣ ଫିଟିଯିବ। ସେଥିପାଇଁ ମୁଁ ମଟରକୁ ମସଲା ସାଙ୍ଗରେ କଷିଦେବି। ଆଉ 10 ମିନିଟ ପାଇଁ ଟିକେ ସିଝେଇ ଦେଲେ ସେ ଆରାମସେ ମଟର ହେଇଗଲା ଆଡୁ ମୁଁ ପନିର ଟାକୁ ସେଠି ଆଡ କରିଦେବି। ଯଦି ଆପଣ ସମ୍ପୂର୍ଣ୍ଣ ଗୋଟେ ଗୋଟେ ପନିର ନେବେ ଦୋକାନ ପନିର ଟା ତାହେଲେ ତ ସେ କିଛି ଭାଙ୍ଗିବାର ନାହିଁ କିଛି ନାହିଁ ଆପଣ ଏଇଠି ବି ଆରାମସେ ନେଇକି କଷି ପାରିବେ। ଏବେ ଦେଖନ୍ତୁ ମଟର ପନିର ଟା ଆପଣ ଯେମିତି କରନ୍ତୁ ବହୁତ ବଢିଆ ଖାଇବା ପାଇଁ ବହୁତ ଭଲ ହେଇଥାଏ।
ଆପଣଙ୍କୁ ଭଲ ଲାଗିଛି ନା ନାହିଁ କମେଣ୍ଟରେ କହିବେ। ଯଦି ଭଲ ଲାଗିଛି ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ। ଏବେ ଦେଖନ୍ତୁ ତାକୁ ଘୋଡ଼େଇ ଦେଲି ମୁଁ 2-3 ମିନିଟ୍ ପାଇଁ ଘୋଡ଼େଇ ଦେଲି। ଆଉ ମସଲା ଦେଖନ୍ତୁ ପୁରା ସିଝିଗଲା, ମଟର ବି ସିଝିଗଲାଣି। ମୁଁ ଏଠି ପାଣି ଟିକେ ଏଠି ମୁଁ ଆଡ୍ କରିଦେବି ଏବେ। ଦେଖନ୍ତୁ ପୁରା ସେ ସିଝିଗଲାଣି, ଛାଡିଗଲାଣି। ଆଉ ମଟର ବି ସିଝିବା ପାଇଁ କମ ସମୟ ଲାଗିଥାଏ, ବେଶୀ ସମୟ ବି ଲାଗିନଥାଏ। 10 ମିନିଟ୍ ଭିତରେ ଆମର ତରକାରୀ ରେଡି ହେଇଯାଏ। ମଟର ପନିର ତରକାରୀ କେବଳ ମସଲା ଟା କଷିଲେ ହିଁ ମଟର ପନିର ଆମର ରେଡି ହେଇଯିବ। ଏବେ ଦେଖନ୍ତୁ ଏବେ ହେଇଗଲା। ଏଠି ମୁଁ କଣ କରିବି ନା ପାଣି ଦେଖନ୍ତୁ ମୁଁ 1 ଗ୍ଲାସରୁ ମାତ୍ର 1/2 ଗ୍ଲାସ ପାଣି ନେଇଛି। କାହିଁକି ମତେ ଏଠି ଗ୍ରେଭି ଦରକାର। ଯଦି ଆପଣ ଗ୍ରେଭି ଖାଇବା ପାଇଁ ଚାହିଁବେ ତାହେଲେ ଆପଣ ଏଠି ବି ଆଉ 1 ଗ୍ଲାସ ପାଣି ଦେଇପାରିବେ। କିନ୍ତୁ ମତେ ଯେହେତୁ ପୁରା ବହଳିଆ ଟିକେ ଖାଇବାର ଅଛି, ଅଳ୍ପ ଟିକେ ଟିକେ ଯେମିତି କହନ୍ତି ନା ହାତ ଚାଟି ଖାଇବା, ସେମିତି ଆକାରରେ ମୁଁ ଅଳ୍ପ ଟିକେ ପାଣି ନେଇକି କରିଛି। ଏବେ ଯଦି ଦେଖନ୍ତୁ ମତେ ଯେତିକି ଦରକାର ଥିଲା ମୁଁ ସେତିକି ନେଇଗଲି। ଏଠି ଆପଣଙ୍କୁ କହିଥିଲେ ମୁଁ ଲଙ୍କା ପକେଇନି ବୋଲି, ଦେଖନ୍ତୁ ଏଠି ମୁଁ କଞ୍ଚା ଲଙ୍କା 2ଟା ଆଡ୍ କରିଛି। କାହିଁକିନା ଛୋଟ ଛୁଆ ଖାଇବ ଆଉ ଲଙ୍କା ଟା କେତେବେଳେ ପକେଇବି, ସେଥିପାଇଁ ଲଙ୍କା ଟା ପକେଇଦେଲି। ତାପରେ ଏମିତି କଞ୍ଚା ଲଙ୍କା ପକେଇଲେ ତା ବାସ୍ନା ଟା ବହୁତ ବଢିଆ ଆସିଥାଏ ଖାଇବା ପାଇଁ। ଦେଖନ୍ତୁ ମୋ ଗ୍ରେଭି ଏବେ ରେଡି ହେଇଗଲାଣି, ମଟର ମଧ୍ୟ ଏଠି ସିଝି ଗଲାଣି। ଏବେ ଆମେ ପନିର ଟାକୁ ଆଡ୍ କରିଦେବା। ଆଶା କରୁଛି ଭିଡିଓ ଭଲ ଲାଗିଥିବ। ଆପଣ କେଉଁଠୁ ଦେଖୁଛନ୍ତି କମେଣ୍ଟରେ କହିବେ। ଶେଷରେ ମୁଁ ପକେଇଦେଲି ଦେଖନ୍ତୁ ଟିକେ ମ୍ୟାଗି ମସଲା ପକେଇଛି, ଆଉ ଟିକେ ଗରମ ମସଲା। ଏଇ ଗରମ ମସଲା ଟା ଘରେ ମୁଁ ନିଜେ ପ୍ରସ୍ତୁତ କରିଥିଲି। ଆଉ ସେଇ ଗରମ ମସଲାକୁ ଆଉ ଟିକେ ମୁଁ ମ୍ୟାଗି ମସଲା ପକେଇଛି। ଆଉ ମୋ ପାଖରେ ପନିର ମସଲା ନଥିଲା, ମୁଁ ସେଥିପାଇଁ ମ୍ୟାଗି ମସଲା ଆଡ୍ କରିଛି। ଯଦି ନାହିଁ ତାହେଲେ କେବଳ ଗରମ ମସଲା ଟିକେ ଦେଇଦିଅନ୍ତୁ, କିଛି କଥା ନାହିଁ, ବହୁତ ବଢିଆ ଲାଗିବ ଖାଇବା ପାଇଁ। ଆପଣ ମଟର ପନିର ଟାକୁ ଯେମିତି କରନ୍ତୁ ବହୁତ ଭଲ ଲାଗିଥାଏ, ଟେଷ୍ଟ ଲାଗିଥାଏ ଖାଇବା ପାଇଁ। ଆଉ ବହୁତ ମଧ୍ୟ ଲାଗିଥାଏ। ଏବେ ତ ଫାଇନାଲି ମୋର ଏବେ ହେଇଗଲାଣି। ଯେତେବେଳେ ମସଲା ପକେଇଲେ ଆପଣଙ୍କ ଯଦି ପନିର ଟା ଷ୍ଟ୍ରଙ୍ଗ ଥିବ ତାହେଲେ ସେଇ ପନିର ଟାକୁ ଆଡ୍ କରିବେ। କିନ୍ତୁ ପନିର ଯେହେତୁ ଭାଙ୍ଗି ଯାଇଛି, ତେଣୁକରି ମତେ ଆଡ୍ କରିଦେବି ଯଦି ପୁରା ସେ ଟୁକଟୁକା ହେଇଯିବ, ଯାହାଦ୍ୱାରା ଆମ ଝିଅ ବି କାନ୍ଦିବ, ଖାଇପାରିବନି। ସେଥିପାଇଁ ଦେଖନ୍ତୁ ମୁଁ ପନିର ଟାକୁ ଆଡ୍ କରିଦେଲି। ପୁରା ହାଲକା ଫୁଲକା ଭାବରେ ମୁଁ ତାକୁ ଏବେ ଖାଲି ଟିକେ ଏପଟ ସେପଟ କରିଦେଲେ ଗ୍ୟାସ୍ କେବେ ଅଫ୍ କରିଦବା। ଏଠି ଆମର ରେଡି ହେଇଗଲା ମଟର ପନିର। ଏବେ ଥଣ୍ଡା ହେଇଗଲା ଗ୍ରେଭି ଟା ଆହୁରି ବହଳିଆ ହେଇଯିବ। ଆଶା କରୁଛି ଭିଡିଓ ଭଲ ଲାଗେ। କିନ୍ତୁ ଦେଖନ୍ତୁ ପନିର ଟା ଏବେ ଥଣ୍ଡା ହେଇଗଲା ପରେ ଷ୍ଟ୍ରଙ୍ଗ ହେଇଗଲା, ବହୁତ ବଢିଆ ହେଇଛି। ଖାଇବା ମତେ ଭଲ ଲାଗୁଥିଲା, କରନ୍ତୁ ଖାଆନ୍ତୁ। ପନିର ଭାଙ୍ଗି ଯାଉ କିଛି କଥା ନାହିଁ, ଯଦି ଛୋଟ ଛୁଆଙ୍କ ମନ ବୁଝେଇବା ପାଇଁ ଏମିତି ଭାବରେ ପନିର ତରକାରୀ ଛୁଆଙ୍କୁ ଖାଇବା ପାଇଁ ଦେଇପାରିବେ। ରହିଲି, ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ମା, ନମସ୍କାର। ଆଶା କରୁଛି ଆପଣଙ୍କ ପାଇଁ ଭିଡିଓଟି ବହୁତ ହେଲ୍ପଫୁଲ ହେଇଥିବ। ଯଦି ହେଇଥାଏ ପ୍ଲିଜ ଗୋଟେ ଲାଇକ୍ ଦେବେ, କମେଣ୍ଟ ଦେବେ, ଆଉ ସବସ୍କ୍ରାଇବ କରିଦେବେ। ରଖନ୍ତୁ, ଧନ୍ୟବାଦ।